ଝିଅଟିଏ ଥରେ ଜଣେ ବୃଦ୍ଧଙ୍କୁ ପଚାରିଲା, ପ୍ରକୃତ ପ୍ରେମ ଅନେକଙ୍କ ଭାଗ୍ୟରେ କାହିଁକି ନଥାଏ? ଏଥିରେ ସତ୍ୟତା କ'ଣ? ଏହା ଶୁଣି ବୃଦ୍ଧ ଜଣଙ୍କ କହିଲେ, ଆରେ ମା, ଏ ଫୁଲ ବଗିଚାକୁ ଯାଅ ଏବଂ ସବୁଠାରୁ ସୁନ୍ଦର ଫୁଲଟିଏ ତୋଳି ଆଣ। ଝିଅଟି ପରଦିନ ଫେରିଆସି କହିଲା, ମୁଁ ଅନେକ ଫୁଲ ଦେଖୁଥିଲି, ଗୋଟିଏ ଫୁଲ ସବୁଠାରୁ ସୁନ୍ଦର ଥିଲା, କିନ୍ତୁ ମୁଁ ଆଉ ଏକ ଭଲ ଫୁଲ ଖୋଜିବା ପାଇଁ ଆଗକୁ ବଢ଼ିଲି, କିନ୍ତୁ ମୋତେ କୌଣସି ଫୁଲ ଆଉ ପସନ୍ଦ ଆସିଲା ନାହିଁ। ଆଉ ଯେତେବେଳେ ମୁଁ ସେଇ ଫୁଲ ପାଖକୁ ଫେରିଲି, ଦେଖିଲି ଅନ୍ୟ କେହି ସେଇ ପ୍ରଥମ ଫୁଲଟିକୁ ତୋଳି ନେଇଛନ୍ତି। ଏହା ଶୁଣି ବୃଦ୍ଧ ଜଣଙ୍କ କହିଲେ, ଏହା ହେଉଛି ପ୍ରେମର ସତ୍ୟତା। ତୁମ ସାମ୍ନାରେ ଯାହା ଅଛି ତୁମେ ତାର ମୂଲ୍ୟ ବୁଝିପାରୁନାହଁ ଏବଂ ଯେତେବେଳେ ତୁମେ ତାହାର ମୂଲ୍ୟ ବୁଝି ତା ପାଖକୁ ଫେରି ଆସିବ, ସେତେବେଳେ ତାହା ବି ନଥିବ, ତୁମେ ତାହା ପାଇବ ନାହିଁ। ସେଥିପାଇଁ ଅନେକ ଲୋକଙ୍କୁ ପ୍ରକୃତ ପ୍ରେମର ଆଶୀର୍ବାଦ ମିଳିନଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ନିଜର ଯେତେ ସୁନ୍ଦର ନାଁ ଦେଇଥାଅ ପଛେ, କିନ୍ତୁ ଶେଷ ବେଳେ ଲୋକେ ତୁମକୁ କେବଳ ଶବ ହିଁ କହିବେ। ନିଜର ଯେତେ ଦାମୀ ଅଳଙ୍କାର ସାଇତି ରଖିଥା ପଛେ, କିନ୍ତୁ ଜୀବନର ଶେଷ ବେଳେ ଲୋକେ କେବଳ ତୁମକୁ ପାଳ ଦଉଡ଼ି ହିଁ ଧରେଇ ଦେବେ। ଏବେ ଯେତେ କଂସା ବାସନରେ ଖାଉଥା ପଛେ, କିନ୍ତୁ ଜୀବନର ଶେଷ ବେଳେ ଲୋକେ କେବଳ ତୁମକୁ ମାଟି ହାଣ୍ଡି ଆଉ ପତରରେ ହିଁ ଖାଇବାକୁ ଦେବେ। ଏବେ ଯେତେ ଖଟ ପଲଙ୍କରେ ଶୋଉଥା ପଛେ, ଜୀବନର ଶେଷ ବେଳେ ଲୋକେ କେବଳ ତୁମକୁ କେଇଖଣ୍ଡ କାଠରେ ସଜଡ଼ା ଜୁଇରେ ହିଁ ନେଇ ଶୁଆଇ ଦେବେ। ଏବେ ଯେତେ ରଙ୍ଗ ବେରଙ୍ଗର ପୋଷାକ ସଜାଡ଼ି ପିନ୍ଧୁଥା ପଛେ, ଜୀବନର ଶେଷ ବେଳେ ଲୋକେ ତୁମକୁ କେବଳ ଧଳା ଲୁଗା ଖଣ୍ଡରେ ହିଁ ଘୋଡ଼େଇ ଦେବେ। ଏବେ ଯେତେ ଆଧୁନିକ ଗୀତ ଶୁଣୁଥା ପଛେ, ଜୀବନର ଶେଷ ବେଳେ ଲୋକେ ତୁମକୁ କେବଳ ରାମ ନାମ ସତ୍ୟ ହେ, ହରିନାମ ସତ୍ୟ ହେ ଗୀତ ଶୁଣେଇ ଶେଷ ନିଦ୍ରାରେ ଶୁଆଇ ଦେବେ। ଏ ଶେଷ ସମୟର କଥାଗୁଡ଼ିକ ସବୁ ନିରାଟ ସତ୍ୟ ଏବଂ ଚିରସ୍ଥାୟୀ। ଆଉ ଜୀବନ ଥିବା ଅବସ୍ଥାରେ ଆମ ପାଖରେ ଯାହା ସବୁ ଅଛି, ସବୁ ମୋହ ମାୟା ଆଉ କ୍ଷଣସ୍ଥାୟୀ। ତେବେ ଏତେ ଗର୍ବ ଆଉ ଅହଙ୍କାର କ'ଣ ପାଇଁ? କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ଛାଡ଼ିବାର ଅଛି ତ ଛଳ, କପଟ, ହିଂସା ଏବଂ ଈର୍ଷାକୁ ଛାଡ଼ିଦେବା ଉଚିତ। ନହେଲେ ପିଆଜ ରସୁଣ ଛାଡ଼ିଦେଇ ନିଜକୁ ଧାର୍ମିକ ବୋଲି କହିବାର କିଛି ଅର୍ଥ ନଥାଏ। ଆଉ ଏଭଳି ଯିଏ କହିଥାଏ, ତାଠାରୁ ବଡ଼ ମୂର୍ଖ ଏ ଦୁନିଆରେ ଆଉ କେହି ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।